ଏମାନେ ଏତେ ଅସଭ୍ୟ ଅଭଦ୍ର କାହିଁକି ଜାଣିବାକୁ ଚାହୁଁଛନ୍ତି କେଉଁମାନେ? ଆସନ୍ତୁ ଆଲୋଚନା କରିବା। 2020 ମସିହାରେ ମାଇକ୍ରୋସଫ୍ଟ କମ୍ପାନୀ, ଯାହାର ମାଲିକ ହେଉଛନ୍ତି ମିଷ୍ଟର ବିଲ୍ ଗେଟ୍ସ, ଏହି କମ୍ପାନୀ ଦ୍ୱାରା ଗୋଟେ ଷ୍ଟଡି ବା ସର୍ଭେ ହେଇଥିଲା, ଡିଜିଟାଲ ସିଭିଲିଟି ଷ୍ଟଡି ବା ଡିଜିଟାଲ ସିଭିଲିଟି ସର୍ଭେ 32ଟା ରାଷ୍ଟ୍ର ଉପରେ। କ'ଣ ପାଇଁ ହେଇଥିଲା? ଜାଣିବା ପାଇଁ କେଉଁ ରାଷ୍ଟ୍ର ଲୋକମାନେ ମିଡ଼ିଆ ସୋସିଆଲ ମିଡ଼ିଆରେ ଅସଭ୍ୟ ଅଭଦ୍ର ଆଚରଣ ପ୍ରଦର୍ଶନ କରନ୍ତି ଏବଂ ଫାଇଣ୍ଡିଙ୍ଗସ୍ କ'ଣ ଆସିଲା, ରେଜଲ୍ଟ କ'ଣ ଆସିଲା। 1 ନମ୍ବରରେ କିଏ ରହିଲା ଜାଣିଛନ୍ତି? ଇଣ୍ଡୋନେସିଆ। ଆଉ 2 ନମ୍ବରରେ ଗେସ୍ କରନ୍ତୁ? ଇଣ୍ଡିଆ ବା ଭାରତ। 3ରେ ଆମେରିକା, 4ରେ ପାକିସ୍ତାନ, 5ରେ ଥାଇଲାଣ୍ଡ। ତେଣୁ ବନ୍ଧୁଗଣ, ଯେଉଁମାନେ ସୋସିଆଲ ମିଡ଼ିଆରେ ଏତେ ଅଭଦ୍ର ଅସଭ୍ୟ ଆଚରଣ ପ୍ରଦର୍ଶନ କରୁଛନ୍ତି, ଏ ର୍ୟାଙ୍କକୁ ନେଇକରି ସେମାନେ ଖୁସି ତ? ତାହେଲେ ସେଲିବ୍ରେଟ୍ କରନ୍ତୁ। ଜାଣିଛନ୍ତି, ଏହି ସଂସ୍ଥା କହିଲା ଯେ ଅନେକ ଭାରତୀୟ ପର୍ନୋଗ୍ରାଫିକ୍ ସାଇଟ୍ ଦେଖନ୍ତି, ଅନେକ ଭାରତୀୟ ଏହି ସୋସିଆଲ ମିଡ଼ିଆରେ ଅଶ୍ଳୀଳ ଅଙ୍ଗ ପ୍ରଦର୍ଶନ କରନ୍ତି, ଅସଭ୍ୟ ଅଭଦ୍ର ଭାଷାର ପ୍ରୟୋଗ କରନ୍ତି। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲା ଯେ କୌଣସି ଭିଡ଼ିଓ ବା ପୋଷ୍ଟିଂ ଯଦି ଧର୍ମ ଉପରେ ଆଧାରିତ ଏବଂ କୌଣସି ୟୁଜର୍ସକୁ ଏହା ଅସହ୍ୟ, ତାହେଲେ ସେମାନେ କ'ଣ କରନ୍ତି ନା ଅଭଦ୍ର ଅସଭ୍ୟ ଭାଷାର ପ୍ରୟୋଗ କରିଥାନ୍ତି। ବନ୍ଧୁଗଣ, ଆଉ ଗୋଟେ କଥା, ଗୋଟେ ଇଣ୍ଟରନାଲ ଷ୍ଟଡି ମଧ୍ୟ ହେଇଥିଲା ମହର୍ଷି ଦୟାନନ୍ଦ ୟୁନିଭର୍ସିଟି ଦ୍ୱାରା। ସେଥିରେ ମଧ୍ୟ ଦେଖାଗଲା ଯେ ଏଇ ସୋସିଆଲ ମିଡ଼ିଆରେ ଅସଭ୍ୟ ଅଭଦ୍ର ଆଚରଣ କରିବାରେ ଦିଲ୍ଲୀ 1 ନମ୍ବର, ପଞ୍ଜାବ 2 ନମ୍ବର, ୟୁପି 3 ନମ୍ବର। ଆଉ ଓଡ଼ିଶାର ସ୍ଥାନ କେତେ ଜାଣିବାକୁ ଚାହୁଁଛନ୍ତି? ରାଇଜିଂ ଷ୍ଟେଟ୍, ଫାଷ୍ଟ ରାଇଜିଂ ଷ୍ଟେଟ୍। ତେଣୁ ଆପଣମାନେ ଏଇ ର୍ୟାଙ୍କରେ ଖୁସି ତ? ଆଉ ଗୋଟିଏ କଥା, ଏଇଟା ଆପଣମାନେ ମନେ ରଖନ୍ତୁ ଯେ ସେଇ ଷ୍ଟଡି କହିଲା ଯେ ଜାମ୍ମୁ କାଶ୍ମୀରର ଲୋକ, ନର୍ଥ ଇଷ୍ଟର ଲୋକ, ଯେମିତିକି ଆସାମ, ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା, ମଣିପୁର, ଆଉ ବିଶେଷ କରି ଆଦିବାସୀ ଲୋକ, ସେମାନେ ସୋସିଆଲ ମିଡ଼ିଆରେ ଅଭଦ୍ର ଅସଭ୍ୟ ଆଚରଣ ପ୍ରଦର୍ଶନ କରିବା ପାଇଁ ଭଲ ପାଆନ୍ତି ନାହିଁ। ତେଣୁ ଚିନ୍ତା କରନ୍ତୁ, ସଭ୍ୟ କିଏ, ଅସଭ୍ୟ କିଏ, ଭଦ୍ର କିଏ, ଅଭଦ୍ର କିଏ, ସାମାଜିକ କିଏ, ଅସାମାଜିକ କିଏ। ଥ୍ୟାଙ୍କ ୟୁ ଭେରି ମଚ୍।